ପରେ ଆମମାନଙ୍କର କ'ଣ ସେଇଟା କ୍ୱାର୍ଟରର ହଁ ଟିକେ କ୍ୱାର୍ଟରର ଟିଣ ପଡ଼ିଲା। ପ୍ରେଜ୍ ଦ ଲର୍ଡ। ଆମମାନେ ଅନେକ ପ୍ରାର୍ଥନା କରୁଥିଲୁ ଏଇ ଦିନ ଦେଖିବା ପାଇଁ, କିନ୍ତୁ ଯେଉଁ ସମୟରେ ଟିଣ ପକା ହେଉଥିଲା ଖୁସି ହେବା ପାଇଁ କିଛି ବେଶୀ ଲୋକ ନଥିଲୁ ଆମେ। ତେଣୁ ତଥାପି ସମସ୍ତେ ଆମେ ଯୋଗାଯୋଗରେ ଥିଲେ। ଆଜ୍ଞା ମାନେ ମେଡ଼ିକାଲ କେସ୍ରେ ଯାଇଥିଲେ, ଆଉ ଅନନ୍ତ ଭାଇ ମୁଁ ସବୁ ଥିଲୁ। ମୁଁ ବି ନଥିଲି, ମୁଁ ବି ପରେ ଆସିଲି। ତେଣୁ ଆଣିକି ରଖା ହେଲା, ତାପରେ ଉଠେଇଲା ବେଳକୁ ମୁଁ ଆସି ଯାଇଥିଲି। ତେଣୁ ପ୍ରଭୁ ଗୌରବ ପାଆନ୍ତୁ। ଅବଶିଷ୍ଟ କାର୍ଯ୍ୟ ନିମନ୍ତେ ମଧ୍ୟ ଆମେ ପ୍ରାର୍ଥନା କରିବା। ତେବେ ଏହି ସୁନ୍ଦର ସମୟ ପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପୁଣି ଥରେ ଆପଣମାନଙ୍କ ସହିତ ସନ୍ଧ୍ୟା ଉପାସନାରେ ଏକତ୍ର ହୋଇ ଅଂଶୀ ହୋଇ ପ୍ରଭୁଙ୍କୁ ଗୌରବ କରିବା ପାଇଁ ମୁଁ ସୁଯୋଗ ପାଇଥିବା ହେତୁ ମୁଁ ବିଶେଷ କରି ଆଜିର ଉପାସନାକୁ ପରିଚାଳନା କରୁଥିବା ଭାଇ ପ୍ରତ୍ୟୁଷକୁ, ପୁଣି ଉପସ୍ଥିତ ଥିବା ସମସ୍ତ ମଣ୍ଡଳର କର୍ମକର୍ତ୍ତା, ପ୍ରତ୍ୟେକ ପ୍ରଭୁଙ୍କର ପ୍ରିୟ ମନୋନୀତ ପରିବାର ପ୍ରତ୍ୟେକଙ୍କୁ ମୁଁ ପ୍ରେମ ନମସ୍କାର ଜଣାଏ ଏବଂ ପ୍ରଭୁଙ୍କୁ ଗୌରବ କରେ। ଆସନ୍ତୁ ଆମମାନେ ଅଳ୍ପ ସମୟ ପ୍ରଭୁଙ୍କର ବାକ୍ୟ ଆଲୋଚନା କରିବା, ଶିକ୍ଷା କରିବା, ବାଇବଲ ଅଧ୍ୟୟନ କରିବା ଏବଂ ଏହି ବାଇବଲ ଅଧ୍ୟୟନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଏ। ଆମମାନେ ଗୋଟିଏ ଅଂଶ ପଢ଼ିଅଛୁ ଯେ ଗୁହାଳ କୁଣ୍ଡରେ ନିଜର ପ୍ରଥମ ପୁତ୍ରକୁ ଜନ୍ମ ଦେଲା ପରେ ଜଣେ ମା ଶୁଆଇଲେ। ହାଲେଲୁୟା। ଏବଂ ସେହି ମା ଜଣକ ହେଲେ କିଏ? ମରିୟମ। ଆଉ ସେ ଶିଶୁ ପୁତ୍ର ହେଲେ କିଏ? ପ୍ରଭୁ ଯୀଶୁ। ଆମେ ଯେତେବେଳେ ଯୀଶୁଙ୍କର ନାମ ନେଉଛୁ, ଆମେ ତା ପୂର୍ବରୁ ପ୍ରଭୁ ଲଗାଇବା ଆମମାନଙ୍କର ଆବଶ୍ୟକ। ହାଲେଲୁୟା। ତେଣୁ ଏଇଠି ଆମେ ଗୋଟିଏ ବିଷୟ ଦେଖୁଛୁ, ଏଇଟା ବହୁତ ଥର ଆମେ ପଢ଼ିଛୁ, କିନ୍ତୁ ମୁଁ ଆପଣମାନଙ୍କୁ ଆଜି ଅତି ସଂକ୍ଷିପ୍ତରେ ଛୋଟ ପ୍ରସଙ୍ଗରେ ବାକ୍ୟ ରଖିବା ପାଇଁ ଚାହେଁ। ଆଉ ପ୍ରସଙ୍ଗଟି ପ୍ରଭୁ ଯୀଶୁ ଟର୍ଣ୍ଣିଂ ପଏଣ୍ଟ ଅଟନ୍ତି। ପ୍ରଭୁ ଯୀଶୁ ଟର୍ଣ୍ଣିଂ ପଏଣ୍ଟ ଅଟନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରତ୍ୟେକଙ୍କର ଜୀବନରେ ଗୋଟିଏ ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ଥିବ। ଟର୍ଣ୍ଣିଂ ପଏଣ୍ଟ ବୋଇଲେ ଯେଉଁ କାମରୁ, ଯେଉଁ କଥାରୁ, ଯେଉଁ ଶ୍ରେଣୀରୁ ଆପଣ ଟିକେ ଉଚ୍ଚ ସ୍ତରକୁ ଯାଇଛନ୍ତି, ଆପଣ ଟିକେ ଉନ୍ନତ ହେଇଛନ୍ତି, ଆପଣ ଟିକେ ସଫଳତା ହେଇଛନ୍ତି, ଆପଣ ଟିକେ ପରିବର୍ତ୍ତନ ହେଇଛନ୍ତି, ଏମିତି ଗୋଟିଏ ବିଷୟ, ସେଇଟାକୁ ପଏଣ୍ଟ କୁହାଯାଏ। ଆପଣ ଚେଞ୍ଜ ହେଇଥିବା ପଏଣ୍ଟକୁ ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। ତ ମୁଁ ଆପଣମାନଙ୍କ ସମ୍ମୁଖରେ ଆଜିର ପ୍ରସଙ୍ଗ ରଖିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଟର୍ଣ୍ଣିଂ ପଏଣ୍ଟ ଅଟନ୍ତି। ଆମମାନେ ମାତ୍ର 3ଟି ବିଷୟ ଦେଖିବା, ଯାହାଙ୍କ ଜୀବନରେ ପ୍ରଭୁ ଯୀଶୁ ଆସିବା ପରେ ଆଉ ତାଙ୍କର ଜୀବନ ବଦଳି ଯାଇଛି। 2ଟି ବ୍ୟକ୍ତିଙ୍କର ଜୀବନ ବିଷୟ କହିବି, ଆଉ ଗୋଟିଏ ସ୍ଥାନ ବିଷୟ କହିବି। ହାଲେଲୁୟା। ତେଣୁ ଆପଣମାନେ ମୋ ସହିତ ସହଯୋଗ କରିବେ। ପ୍ରଥମ ବିଷୟ ହେଲା, ଆମମାନେ ଆଜି ଦେଖୁଛୁ ଯେ ସେହି ମରିୟମ ନିଜର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ସେ ଶିଶୁ ରୂପରେ ଜନ୍ମ ହେଲେ, ଆଉ ସେହି ସମୟରେ କ'ଣ କଲେ ନା, ଜନ୍ମ ହେଲା ପରେ ସେ ଗୁହାଳ କୁଣ୍ଡରେ ଶୁଆଉଛନ୍ତି, ଅର୍ଥାତ୍ ଗୁହାଳ ଘରେ ସେମାନେ ଅଛନ୍ତି। ସେଇ ଜନ୍ମର ପ୍ରସବକାଳୀନ ଯେଉଁ ସମୟ ଥିଲା, ସମୟ ସୀମା ଥିଲା, ସେଇ ସମୟ ପୂର୍ବରୁ ସେମାନେ ହୁଏତ ଅନେକ ଘର ଖୋଜିଲେ କିନ୍ତୁ ପାଇଲେ ନାହିଁ। ଅନେକ ବସା ଘର ମାନେ ଲଜ୍ ଖୋଜିଲେ, ରହିବା ଘର ଖୋଜିଲେ, କାହାର ଗୋଟେ ଘର ଭଡ଼ାରେ ମଧ୍ୟ ରହିବୁ, ହେଲେ ମଧ୍ୟ ହେଇପାରି ନାହିଁ। ଲେଖାଯାଏ କାରଣ ସେମାନଙ୍କର କ'ଣ, ସେମାନଙ୍କ ପାଇଁ କ'ଣ ନଥିଲା? ସ୍ଥାନ ନଥିଲା। ସେମାନେ ଅଳ୍ପ ସମୟ ନିମନ୍ତେ ରହିବେ, କିଛି କ୍ଷଣ କିଛି ଘଣ୍ଟା ରହିବେ,
प्रसवर समय रे सेमानक पई आउ स्थान नथिला। आमाने जने व्यक्ति विषय रे देखिबा लोकलिखित सुसमाचार 19 अध्याय 1 पदरु 10 पद जने व्यक्तिंकर जीवन रे प्रभु यीशु ख्रीष्ट आसीबा परे परिवर्तनता घटिचे। मु गुहाल कुंड को आसीबी किंतु प्रथमे एही व्यक्तिंकर जीवन विषय मु कहिबी। एठी कहा विषय लिखा अछि आमे जानिचु लुक 19 कहा विषय लिखा अछि कहा विषय जक्ष विषय। जक्ष को विषय आमे जानिचु कि नाही। जक्ष केते डेंगा थिले ना भांगर थिले। म आपण मानको स्मरण करे देबा पई चाहे आज रो संध्या रे आ जक्ष कोन ताकर जीविका थिला कोन वृत्ति थिला कर ग्राही नुह कर आदायकारी टैक्स कलेक्टर आ कुइरे किस्ती बा सुस्तु उस्पा गटान शिस्तु कर आदायकारी एवं तांकर वृत्ति सेटा थिला। लेखा अछि से आवश्यकता ठारू मध्ये अधिक मध्ये कहा ठारू नहीं चंती आ लोक मानको दृष्टि रे से जने भलो लोक नथिले आ लोक माने ताको पसंद भी कर नथिले केही भी पसंद कर नथिले। आइला एबे नेबो पैसा लुचाई था एतिके अछि एंदी होउथिबो कि नाही। आमे बेले बेले दुकान गुडी कर देखुजु किछि डीलर्स माने आ जिंस देबा लोक आसु थांती आ से माने जिंस तो देइथिबे परे कलेक्शन पाय आसिला बेले आमे जदी पाखरे थिबा आज नाही आज्ञा हेइनी व्यापार किछि सुनिचंती कि नाही परे आसंतु एमती कहउचंती थिले भी आ को माने पैसा संचय करथिबा जो LIC हो विभिन्न संस्था जाको अछि सेथिरे मध्ये से माने आसिले दुकानी वाला कहंती आज नाही काली के आस आका थर नेबो एमती कहउथांती। तो मु कहबा पई चाहे ए लोक मानको ठारू आवश्यकता ठारू अधिक मध्ये नेबा लोक थिला। लोक मानको ठारू जने घृणा आ टिके आडो आखिरे देखिबा लोक थिले से प्रकार लोक से थिले। जक्ष दिने एमिति हला तांको जीवन रे के आछंती प्रभु यीशु आछंती। हालेलुया। देखो कि प्रकार लोक पाखकू प्रभु जाउछंती जो लोक को लोक पसंद करना ताको स्त्री पचारथिबे कि नाही एटा भलो नाही मो से गरीब लोक गरीब दुकान ठारू भी तुम एते मारिछ एंती भी कहि थाई पारंती किए जानि छी से विषय हमको आवश्यक नाही जानिबा कथा। किंतु एठी प्रभु यीशु दिने हठात आसुचंती सेई दिन सेई बाट दे जाउचंती प्रभु आ जक्ष सेटा सुनिले प्रभु जी सेपटे जाउचंती तांको विषय तो मु सुनिछि किंतु आज मु देखिबी निश्चय ड्यूटी जीवी नहीं पछे किंतु आज मु देखिबी यीशु को देखिबा पई से लालायित। हालेलुया। यीशु को आज देखिबी खाली सुनिले हबो नाही आज मु देखिबी आ से कोन कले गछरे चढ़िले कौन पाई चढ़िले ना बहुत गहली अच्छी प्रभु यीशुंकर सम्मुखरे पछरे आगरे चारिपटे लोक माने जाउचंती प्रभुंकर शिक्षा सुनिया पाई आश्चर्य कार्य देखिया पाई सुस्थ हेबा पाई आ प्रभुंकर कौन ना कौन भूल हबो कोठी सेटा मध्य तांकर खूण बाहर करिया पाई लोक बहुत भीड़ रे जाउचंती। तेणु ये जेतबेले सुनिले एई बाट दे प्रभु यीशु आसुचंती ताहले मु कौन करी गछ चढ़ी मते कहीं जमती देखिबे नाही आ मु लुचिकी प्रभु को सीधा सड़क देखिबी बिना परिश्रम रे लोक गहली रे जीवी। प्रथमे तो मोर टिके इज्जत अछि जेतेले भी सरकारी कर्मचारी मु एठी कुआडे ये कलेक्शन करी आसिला बोली कहि पारंती मते। तेणु मु केही न देखंतु मु देखिबी बोली से योजना कले आ से जाय कि गछ चढ़िले कि गछ टिम्बिरी गछ। ठीक जेतबेले प्रभु यीशु सेई बाट दे आसुचंती से चित्र से पिक्चर हमको मन पड़छ नै कि। हालेलुया।
ଆଉ ସେଇ ବାଟ ଦେଇ ଆସୁଥିଲା ବେଳେ କେମିତି ଦେଖୁଥିବେ ନାଇଁ କି ଆଉ ସେ ସେଟିଂ ହେଇଥିବେ ଭଲରେ ଦେଖିଗଲା ବେଳେ ସବୁ ସେଟିଂ ସବୁ ୟାଙ୍କର ଏତେ ଯୋଜନା କିନ୍ତୁ ପ୍ରଭୁଙ୍କର ସେଟିଂ ଆଗରୁ ଥିଲା ହାଲେଲୁୟା ପ୍ରଭୁ ତାକୁ ଆଗରୁ ଦେଖିଛନ୍ତି ମାନେ କୋଉଠି ବି ଲେଖା ଯାଏ ନାହିଁ ଯକ୍ଷଙ୍କ ସହିତ କୋଉଠି ସାକ୍ଷାତ ହେଇଛି ବୋଲି କିନ୍ତୁ ପ୍ରଭୁ ଯେ ସର୍ବଶକ୍ତିମାନ ଏବଂ ସର୍ବ ଅନ୍ତର୍ଯାମୀ ସମସ୍ତ ବିଷୟ ଜାଣିଥିବା ବ୍ୟକ୍ତି ମତେ ଆଜି କେଉଁ ବ୍ୟକ୍ତି ଖୋଜୁଛି ଲାଳାୟିତ ହଉଛି ମତେ ଦେଖିବା ପାଇଁ ତୃଷିତ ସେ ଆଗରୁ ଜାଣୁଛନ୍ତି ତାର ଡ୍ରେସ ଛୁଇଁଲେ ଜାଣୁଛନ୍ତି କିଏ ଗୋଟେ ଛୁଇଁଲା ବୋଲି ହଜାର ଲୋକ ଛୁଁଥିବେ କିନ୍ତୁ ଏମିତି କିଏ ଛୁଇଁଲା ଯିଏ କି କଲବଲ ହଉଛି ଯିଏ କି କଷ୍ଟ କିଏ କି ଭାରଗ୍ରସ୍ତ ହେଇଛି ସେ ପ୍ରକାର ଲୋକ ଛୁଇଁବେ ବିଶ୍ୱାସ କରିକି ମୁଁ ସୁସ୍ଥ ହେବି ବୋଲି ଜଣେ ଛୁଉଁଛନ୍ତି ସେଇଟା ପ୍ରଭୁ ଜାଣୁଛନ୍ତି ତାହେଲେ କି ପ୍ରକାର ପରମେଶ୍ୱର ମାନଙ୍କର ପ୍ରଭୁ ହାଲେଲୁୟା ତେଣୁ ଏଇଠି ଯକ୍ଷଙ୍କୁ ମଧ୍ୟ ସେ ଜାଣିପାରୁଛନ୍ତି ମୁଁ ଏଇ ବାଟ ଦେଇ ଯାଉଛି ସିନା କିନ୍ତୁ ଜଣେ ମତେ ଦେଖିବା ପାଇଁ ଏତେ ଲାଳାୟିତ ଆଉ ସିଧା ଆସିଲେ ସେଇ ଗଛ ପାଖକୁ ଲୋକମାନେ କଣ ପାଇଁ ଠିଆ ହେଲେ ବୋଲି ଶିଷ୍ୟମାନେ ବି ଏଇଠି ତ କିଛି ବସିବାର ଜାଗା ନାହିଁ ପ୍ରଭୁ ଏଇଠି ବୋଧେ ବାକ୍ୟ ଶିକ୍ଷା ଦେବେ ଆଉ କିଛି ଗୋଟେ କହିବେ ବୋଲି ସମସ୍ତ ନେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତ ନେଉଛନ୍ତି କିଛି ଗୋଟେ କହିବେ ଆରମ୍ଭ କରିବେ କିନ୍ତୁ ପ୍ରଭୁ ଆଉ ଗୋଟେ ଆଡେ ନେଉଛନ୍ତି ହାଲେଲୁୟା ପ୍ରଭୁ ଉପରକୁ ନେଉଛନ୍ତି ଉପରକୁ ନେଉଛନ୍ତି ଏଇଠି କଣ ଭାବିଥିବେ ଲୋକ ଶିଷ୍ୟମାନେ କଣ ଭାବିଥିବେ ନିହାତି ପ୍ରଭୁଙ୍କୁ ଭୋକ ହେଲା ଡିମ୍ବିରି କିନ୍ତୁ ସେଇ ଦିନ ଜଣେ ପ୍ରଭୁଙ୍କୁ ଆହାର ଭାବରେ ଗ୍ରହଣ କରିବା ପାଇଁ ଯାଉଛନ୍ତି ହାଲେଲୁୟା ବହୁତ କିଛି ଖାଇଛନ୍ତି ବହୁତ କିଛି ଲୁଟିଛନ୍ତି ଯକ୍ଷ ସେଦିନ ତାର ଟର୍ଣ୍ଣିଂ ପଏଣ୍ଟ ଜୀବନ କଲବଲ ହଉଛି ନ ଦେଖିକି ଏତେବେଳେ ଆସିଲେନି ଯିବି ନା କଣ ଏତେ ଟାଇମ ହେଲା କେତେ କଲବଲ ହଉଥିବେ ନାଇଁ ନାଇଁ ଆଜି ଆସିଛି ମାନେ ମୁଁ ଦେଖିବି ଆଜି ମୁଁ ଦେଖିକି ହିଁ ଯିବି ବେଳେ ବେଳେ ଆମେ ଘରେ ଥାଉ କିନ୍ତୁ ଆମର ପ୍ରାର୍ଥନା କରିବା ପାଇଁ ବି ସମୟ ନଥାଏ ବାଇବଲ ପଢିବା ପାଇଁ ବି ସମୟ ନଥାଏ ସେଇ ସମୟରେ ଗୋଟିଏ କୋଣରେ ମଧ୍ୟ ପ୍ରଭୁ ଅଦୃଶ୍ୟରେ ଥାଇ ଦେଖୁଥିବେ ଟିକେ ବୋଧେ ବାଇବଲ ଆଡକୁ ଯିବେ ବୋଧେ ବାଇବଲ ଆଡକୁ କାଢିବେ ବୋଧେ ବାଇବଲକୁ ଧରିକି ପଢିବ ନା କଣ ନା ଟିକେ ଆଣ୍ଠୁ ମାଡ଼ିକି ପ୍ରାର୍ଥନା କରିବ ନା କଣ କଣ କେମିତି କଲବଲ ଲାଳାୟିତ ତୃଷିତ ପ୍ରଭୁ ଯୀଶୁ ମଧ୍ୟ ହାଲେଲୁୟା ଆମ ପାଇଁ ତ ଏଇଠି ଯେତେବେଳେ ଯକ୍ଷଙ୍କ ଜୀବନରେ ପ୍ରଭୁ ଆସୁଛନ୍ତି ପ୍ରଭୁ କହୁଛନ୍ତି ତୁମେ ଶୀଘ୍ର ଓହ୍ଲାଇ ଆସ କାରଣ ମୁଁ ଆଜି ତମ ଘରେ ଅବଶ୍ୟ ରହିବି ପ୍ରେଜ୍ ଦ ଲର୍ଡ କେତେ ଆନନ୍ଦ କେତେ ଖୁସିର ଦିନ ଯକ୍ଷ ସେଦିନ ମତେ ନା ଧରିକି ଡାକିଲେ ମନେ ରଖନ୍ତୁ ମୁଁ ଆପଣଙ୍କର ଭଲ ନାଁ ଜାଣିନଥିବି କିନ୍ତୁ ପ୍ରଭୁ ଆପଣଙ୍କର ଦିଟା ନାଁ ସବୁ ଜାଣିଥିବେ ନିକନେମ୍ ଆଉ ଗୁଡ୍ ନେମ୍ ମଧ୍ୟ ଜାଣିଥିବେ ଆଉ ମୁଁ ଆପଣଙ୍କର ଆମର 20-22 ପରିବାର ପ୍ରତ୍ୟେକ ପରିବାର କଣ ଖାଇଲେ କଣ ପିଇଲେ କିଏ କୋଉ ଅବସ୍ଥାରେ ଚଳୁଛନ୍ତି ସେଟା ମୁଁ ଜାଣିପାରୁନାହିଁ କିନ୍ତୁ ମୋର ଆପଣମାନଙ୍କର ସମସ୍ତଙ୍କର ପରମେଶ୍ୱର ପ୍ରଭୁ ଯୀଶୁ ଜାଣିପାରୁଛନ୍ତି ହାଲେଲୁୟା ସେଦିନ ଯକ୍ଷ ଘରେ କଣ ଅଛି କଣ ନାହିଁ ତା ହୃଦୟ କଥା ଜାଣିଛନ୍ତି ଇଏ ମୋ ପାଇଁ ଲାଳାୟିତ ତେଣୁ ମୁଁ ଆକୁ ସାକ୍ଷାତ କରିବାକୁ ପଡିବ ଆଉ ସେଇଦିନ ଯକ୍ଷ ଏତେ ଖୁସିରେ ପ୍ରଭୁଙ୍କୁ ଆତିଥ୍ୟ କଲେ ଗ୍ରହଣ କଲେ ଆଉ ସେ କହିଲେ ମଧ୍ୟ ଡିକ୍ଲେୟାର କଲେ ସମସ୍ତଙ୍କୁ ବାହାରକୁ ଆସିକି ଡିକ୍ଲେୟାର କରୁଛନ୍ତି ଶୁଣ ଗୋଟେ କଥା ଆଜି ମୁଁ ଯୀଶୁଙ୍କୁ ସାକ୍ଷାତ କଲା ପରେ ମୋର ଆଜି ଟର୍ଣ୍ଣିଂ ପଏଣ୍ଟ ଆଜିର ଦିନ ମୋ ପାଇଁ ଟର୍ଣ୍ଣିଂ ପଏଣ୍ଟ ହାଲେଲୁୟା ମୋ ଲାଇଫ ସାରା କେତେ ଲୋକ କୁଣିଆ ଆସିଛନ୍ତି ମୋ ଲାଇଫ ସାରା ମୋର କେତେ ବନ୍ଧୁ ଅଛନ୍ତି କେତେ କଣ ଅଛନ୍ତି କିନ୍ତୁ ଯୋଉ ଦିନ ଆଜି ଦିନରେ ମୁଁ ଯୀଶୁଙ୍କୁ ସାକ୍ଷାତ କଲି ମୋର ଜୀବନ ପରିବର୍ତ୍ତନ ହେଇଛି ଶୁଣ 4 ଗୁଣରେ ମୁଁ ତମକୁ ଫେରାଉଛି ଯାହାର ସବୁ ଠକିକି ମୁଁ ଆଣିଛି ହିସାବ କରିବା ଆମ ପାଖରେ ମୁଣ୍ଡ ବଥା ହବ ସେଇଟା କାହାର କେତେ ଠକିଥିବେ ଆଉ 4 ଗୁଣରେ ଫେରେଇଥିବେ ଅନେକ ଥର ଆମେ ଏ ବିଷୟ ଶିକ୍ଷା କରିଛୁ ସେଦିନ ତାର ଗୋଟେ ଜୀବନର କଣ ଟର୍ଣ୍ଣିଂ ପଏଣ୍ଟ ହାଲେଲୁୟା ଆଉ ଜଣେ ବିଷୟ ସାଉଲଙ୍କୁ ପ୍ରଭୁ ଆହ୍ୱାନ କଲେ ଆଉ ସାଉଲଙ୍କ ଜୀବନରେ ମଧ୍ୟ ପ୍ରଭୁ ଯୀଶୁ ଟର୍ଣ୍ଣିଂ ପଏଣ୍ଟ ହେଲେ ହାଲେଲୁୟା ପ୍ରଥମେ ଆମେ ଦେଖିଲୁ ଯକ୍ଷଙ୍କ ଜୀବନରେ ପ୍ରଭୁ ଯୀଶୁ ଟର୍ଣ୍ଣିଂ ପଏଣ୍ଟ ହେଲେ ତାଙ୍କର ଜୀବନ ପରିବର୍ତ୍ତନର ମୁଖ୍ୟ ବିନ୍ଦୁ କେନ୍ଦ୍ର ବିନ୍ଦୁ ପ୍ରଭୁ ଯୀଶୁ ହେଲେ
एठी साउल जदि प्रेरित 9 अध्याय आमे देखिबा सेठी साउल मध्य कि प्रकार व्यक्ति थिले से मध्य चेंज हेले साधारण व्यक्ति नथिले से पाउल पोरे हेले किंतु प्रथमे साउल हेले साउलଙ୍କ चरित्र रे कि प्रकार थिले एक पढिबो कि 9 रो एक पद हां किंतु साउल एपर्यंत सुधा प्रभु को शिष्यमानଙ୍କ विरुद्धରେ ଭୟ ଓ ପ୍ରାଣନାଶକର କଥା କହି ମହାଯାଜକଙ୍କ ନିକଟକୁ ଗଲେ। ଦେଖନ୍ତୁ ଏ ପର୍ଯ୍ୟନ୍ତ ସାଉଲ ବୋଲେ ଏ ପର୍ଯ୍ୟନ୍ତ ମାନେ କେତେ ବର୍ଷ ହେଲା ସେଇ ଅଧିକାର ପାଇଛନ୍ତି ସେ କଣ କରିବା ପାଇଁ ପ୍ରଭୁଙ୍କର ଶିଷ୍ୟମାନଙ୍କ ବିରୁଦ୍ଧରେ ପ୍ରଭୁଙ୍କର ଲୋକମାନଙ୍କ ବିରୁଦ୍ଧରେ ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କ ବିରୁଦ୍ଧରେ ସିଏ ଗୋଟେ ଅଧିକାର ପାଇଥିଲେ ସେମାନଙ୍କର ବିରୁଦ୍ଧରେ ସେ କଣ କରୁଥିଲେ ନା ସେମାନଙ୍କୁ ବାନ୍ଧି ନେଉଥିଲେ ମହାସଭାକୁ ନେଉଥିଲେ ଅର୍ଥାତ୍ କୋର୍ଟକୁ ନେଉଥିଲେ ବିଚାରାଳୟକୁ ନେଉଥିଲେ ସେ ବାନ୍ଧି କାରାଗାରରେ ନିକ୍ଷିପ୍ତ କରୁଥିଲେ। ଆଉ ପାଉଲଙ୍କ ସମୟରେ ପ୍ରଥମ ସାକ୍ଷ୍ୟମର ପ୍ରଥମ ଯାହାକୁ ମରା ଗଲା ସେ ହେଉଛନ୍ତି ସ୍ତିଫାନ କି ନା ସ୍ତିଫାନ ପଥରରେ ମରା ଗଲା ତାଙ୍କୁ ପାଉଲ ସେଇଠି ଥିଲେ ସାଉଲ ଥିଲେ ସେତେବେଳେ ଏ ପ୍ରକାର ବ୍ୟକ୍ତି ସାଉଲ ସେ ଲୋକମାନଙ୍କର ପ୍ରାଣନାଶକର କଥା କହୁଥିଲେ ଲୋକମାନଙ୍କୁ ହଇରାଣ କରୁଥିଲେ हत्या करुथिले बांधी पकाउथिले से साउल 5 पद माने पढ़िबा लेखा अछि कोन हैला से कहिले हे प्रभु आपण किए आउ से कहिले जहा को तुमे तारणा करूछ आम्हे सेही यीशु हालेलुया आ से प्रकार कार्य निमंते से गोटे दिन जाउछंती रास्ता रे दमस्क रो रास्ता रे हठात आकाशरु गोटे आलुओ बा आलोक तांकर चारियाडे चमक उठिला बिजुली मारिला भलिया हेइथिबो भयंकर जेतबेले चमकी उठिला सेथिरे से भूमि रे पड़ी गेला से जाउथिला सेथि पय एका प्रभुंकर लोकमान को ताड़ना करिया पय जाउथिला आ से कचाड़ी होकरी आ से पड़ी जाउछंती आ सेथिरे लोक जेतबेले पड़ीचंती साउल चारिपदरे से शुणुचंती जे हे साउल हे साउल हे साउल बोली से पड़ीचंती आ गोटे स्वर शुणुचंती आवाज शुणुचंती तापर से कहउचंती हे प्रभु आपण किए केते सुंदर उत्तर नाइ कि जाहाकू तुमे ताड़ना करूछ सेही यीशु बोली कहउचंती हालेलुया यीशुंकर ताड़नाकारी प्रभु यीशुंकर लोक मानकू ताड़ना करथिबा लोक ये साउल सेतेबेले प्रभु यीशु ताकू डाकुचंती आ कहउचंती तुमे मते ताड़ना करूछ माने मो लोक मानकू ताड़ना करिवार अर्थ मते ताड़ना करूछ। आज जो माने प्रभु यीशुंको नाम रे आपन को पदे कथा किए निंदा कथा कहउचंती भद्र चर्च जाउची किंबा आउ जहा भी कहंतु सेटा आपन को कहउनांती काहा कहउचंती प्रभु यीशु एठी हम एठी देखुछु मते ताड़ना करूछ तमे तापरे एई घटना हला परे से आ देखि पारु नाहंती तार आखि फिटू नाही चारियाड अंधार कोन करिवे वर्तमान या जीवन रे वर्तमान प्रभुंकर स्वर प्रवेश करि सारी अछि हालेलुया प्रभुंकर स्वर से सुनि पारिले स्वयं प्रभु यीशु ख्रीष्ट तांको आवाज देइचंती साउल मन रख तुमे मते ताड़ना करूछ मोसीए 3 दिन आ देखि पारले नाही केते दिन 3 दिन देखि पारले नाही आउ से कौन कले प्रभु एमती व्यवस्था कले हनन्य बोली जने प्रभुकर दास को प्रभु दर्शन देले कहले तुमे जाओ सही जगह को जाओ जने 3 दिन हेलानी से कौन करूची वो लिखा जाउ 11 पदरे साउल नामक जने व्यक्तिर अनुसंधान करो कारण देखो से प्रार्थना करूची हालेलुया
ଯୀଶୁଙ୍କୁ ସାକ୍ଷାତ ହେଲା ପରେ ସେ ଦେଖି ନାହିଁ ଯୀଶୁଙ୍କୁ, କାରଣ ଏଇ ଘଟଣା ପ୍ରଭୁ ଯୀଶୁଙ୍କ ସମୟର ନାହିଁ। ପ୍ରଭୁ ଯୀଶୁ ସ୍ୱର୍ଗକୁ ଆଉ ସେ ଯାଇଛନ୍ତି, ପୁନରୁତ୍ଥାନ ପରର ଘଟଣା। ପ୍ରଭୁ ଯୀଶୁ ଶାରୀରିକ ଭାବରେ ଏଠି ନାହାନ୍ତି। ତାପରେ ଯୋଉ ଶିଷ୍ୟମାନେ, ତାପରେ ଯୋଉ ପ୍ରଭୁଙ୍କ ଲୋକମାନେ ବାହାରିଲେ, ସେମାନଙ୍କୁ ତାଡ଼ନା କରୁଥିବା ଲୋକ ଇଏ। ସେଇ ସ୍ଥାନରେ ପ୍ରଭୁ ଏ ପ୍ରକାର କାର୍ଯ୍ୟ କରୁଛନ୍ତି। ଆଉ ଏଠି ଦେଖୁଛୁ ଯେ ଏବେ ପ୍ରଭୁଙ୍କର ସ୍ୱର ଶୁଣି ସାଉଲ ପ୍ରାର୍ଥନା କରୁଛନ୍ତି। ଆଉ ହନନୀୟ ଗଲେ, ଖୋଜି ଖୋଜି ଗଲେ ସେ ତାର୍ସ ନଗରର ସେହି ଗ୍ରାମରେ ଯୋଉଠି ସେ ଥିଲେ, ଆଉ ସେ ଦେଖା ପାଇଲେ। କିନ୍ତୁ ହନନୀୟ ଜାଣିଛି ସେ ତ ସେ ପ୍ରକାର ବ୍ୟକ୍ତି, ମୁଁ କେମିତି ଯିବି, ଭୟ କରୁଛନ୍ତି। କିନ୍ତୁ ପ୍ରଭୁଙ୍କର ଯେ ଆଦେଶ, ଆଉ ସେ ସମ୍ମତ ହେଲେ, ଆଉ ଗଲେ। ଆଉ ସେ ହନନୀୟ ଯାଇକି ପ୍ରାର୍ଥନା କଲେ, ଆଉ ଦୃଷ୍ଟି ପାଇଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏବେ ସାଉଲ କଣ କରିବେ? ଏତେ ବଡ଼ ଘଟଣା ଘଟିଲା, 3 ଦିନ ସେ ଦେଖି ପାରିନାହାନ୍ତି। ଡାଇରେକ୍ଟ ସ୍ୱର ଶୁଣିଲେ ସେ ଯୀଶୁଙ୍କର। ସେହି ଦିନ ସାଉଲଙ୍କ ପାଇଁ ପ୍ରଭୁ ଯୀଶୁ କି ପଏଣ୍ଟ, ଟର୍ଣ୍ଣିଂ ପଏଣ୍ଟ। ସେ ଆଉ ଲୋକମାନଙ୍କୁ ବାନ୍ଧିବା ପାଇଁ ନାହିଁ, ଲୋକମାନଙ୍କୁ ସେବା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କଲେ। ହାଲେଲୁୟା। ସେହି ଦିନଠୁ ପ୍ରଭୁ ଯୀଶୁ ତାଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ହେଲେ। 15 ପଦରେ ଲେଖା ଯାଇଛି, କିନ୍ତୁ ପ୍ରଭୁ ତାଙ୍କୁ କହିଲେ ଯାଅ, କାରଣ ସେ ବିଜାତି ରାଜା ଓ ଇସ୍ରାଏଲ ସନ୍ତାନ ମାନଙ୍କ ସମ୍ମୁଖରେ ଆମ୍ଭର ନାମ ବହନ କରିବା ନିମନ୍ତେ ଆମ୍ଭର ଜଣେ ମନୋନୀତ ପାତ୍ର। ହାଲେଲୁୟା। ହନନୀୟ, ତମେ ମନ ଖରାପ କରନି, ତମେ ଯାଅ, ମୁଁ କହୁଛି। କାରଣ ସେ ଲୋକ ବିଜାତି ମାନଙ୍କ ମଧ୍ୟରେ, ଇସ୍ରାଏଲର ସନ୍ତାନ ମାନଙ୍କ ସମ୍ମୁଖରେ, ରାଜା ମାନଙ୍କ ସମ୍ମୁଖରେ ସିଏ ଆମ୍ଭର ନାମ ବହନ କରିବା ବ୍ୟକ୍ତି, ଆମ୍ଭର ଜଣେ ମନୋନୀତ ପାତ୍ର ଅଟନ୍ତି। ହାଲେଲୁୟା। ଅଲରେଡି ବାଛିଛନ୍ତି। ଯକ୍ଷକୁ ଯେମିତି ବାଛିଥିଲେ, ସାଉଲଙ୍କୁ ବାଛିଲେ। ସାଉଲ ତାପରେ ପାଉଲ ହେଲେ। ପାଉଲଙ୍କର ସେ ସାଉଲଙ୍କର ଜୀବନ ପରିବର୍ତ୍ତନ ହେଲା, ନାମ ମଧ୍ୟ ପରିବର୍ତ୍ତନ ହେଲା। ଆଉ ସେ ଆଉ ବର୍ତ୍ତମାନ ସବୁଠାରୁ ଅଧିକ ସେବା କାର୍ଯ୍ୟ କରିଥିବା, ମଣ୍ଡଳୀ ସ୍ଥାପନ କରିଥିବା, ବାଇବଲର 13ଟା ପତ୍ର ଲେଖିଥିବା ବ୍ୟକ୍ତି ସେ ପାଉଲ ହେଲେ। ହାଲେଲୁୟା। ଯୀଶୁଙ୍କର ସାକ୍ଷାତ ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହା ଜୀବନରେ ଟର୍ଣ୍ଣିଂ ପଏଣ୍ଟ ହୁଅନ୍ତି, ତାହାର ଜୀବନ ବଦଳି ଯାଇଛି। ମୋର ପ୍ରିୟ ମଣ୍ଡଳୀ, ବର୍ତ୍ତମାନ ଅଳ୍ପ ସମୟ ମାନେ ଗୁହାଳ ଘରକୁ ଆସିବା। ସମସ୍ତେ କହିବା ଗୁହାଳ ଘର। ହେଲେ ଏଇ ଗୁହାଳ ଘରେ ବର୍ତ୍ତମାନ ଜଣେ ଶିଶୁ ରୂପରେ କଣ ହେଇଛନ୍ତି? ଜନ୍ମ ହେଇଛନ୍ତି। କୋଉ ଗୁହାଳ ଘରେ? ଯୋଉ ଗୁହାଳ କି ଗନ୍ଧୁଚେ, ଘୃଣାର ବିଷୟ। ଯୋଉ ଗୁହାଳ ଘରେ କି ଆପଣ ମୁଁ ବେଶୀ ସମୟ ରହିପାରିବା ନାହିଁ, କିଛି କାମ ଥିଲେ ବି ଯିବାକୁ ଇଚ୍ଛା କରିନଥାଉ। ଆମେ ନାକ ବନ୍ଦ କରିକି ମଧ୍ୟ ସେଇ ବାଟ ଦେଇ ଲୋକମାନେ ଯାଉଛନ୍ତି। ଏ ପ୍ରକାର ଗୁହାଳ ଘରେ ଦୁର୍ଗନ୍ଧ ହୁଏ, ହଁ କି ନାହିଁ? ତବେ ଏଇଠି ଅନେକ ଲୋକ ସେଇ ଗୁହାଳ ଘରେ କଣ କରନ୍ତି? ନାକ ବନ୍ଦ କରି ଯାଆନ୍ତି। ଗୁହାଳ ଘରକୁ କିଏ ଅନାନ୍ତି ନାହିଁ, କିଏ ପଚାରନ୍ତି ନାହିଁ। ମାଲିକ ମଧ୍ୟ ଭଲରେ ଦେଖନ୍ତି ନାହିଁ। ସେ ଗୁହାଳର ମାଲିକ ମଧ୍ୟ ବହୁତ ସମୟ ରୁହନ୍ତି ନାହିଁ, ଅଣଦେଖା କରିଥାନ୍ତି। ଆଉ ସେଇ ଗୁହାଳ ଘରେ କଣ ଭରପୁର ଥିବ? ମଶା ମାଛି ଥିବ କି ନାହିଁ? ହେଲେ ଏ ପ୍ରକାର ଗୋଟିଏ ସ୍ଥାନ, ଘୃଣାର ସ୍ଥାନ, ଅଗ୍ରାହ୍ୟର ସ୍ଥାନ ଗୁହାଳ ଘର। ବର୍ତ୍ତମାନ ପ୍ରଭୁ ଯୀଶୁ ଶିଶୁ ରୂପରେ ସେଇଠି ଅଛନ୍ତି। ଗୁହାଳ ଘର ସହିତ ଶିଶୁ ଯୀଶୁ ବା ପ୍ରଭୁ ଯୀଶୁ କି ସମ୍ପର୍କ ଦେଖନ୍ତୁ। ଆଜିକାର ଗୁହାଳ ଘର ସେଟା କେମିତି ଅଛି ଜାଣିଛନ୍ତି? ହାଲେଲୁୟା। ଯୋଉ ଗୁହାଳ ଘରେ ଲୋକ ନାକ ବନ୍ଦ କରିଛନ୍ତି, ଦେଖିବାକୁ ଇଚ୍ଛା କରନ୍ତି ନାହିଁ, ଶିଶୁ ଯୀଶୁ ଆସିଲା ପରେ ଗୁହାଳ ଘରକୁ ପଣ୍ଡିତ ମାନେ ଆସୁଛନ୍ତି। ହାଲେଲୁୟା। ପୃଥିବୀର ଜ୍ଞାନୀ ମାନେ, ପଣ୍ଡିତ ମାନେ, ବୁଦ୍ଧିଜୀବୀ ମାନେ ଖାଲି ଆସୁନାହାନ୍ତି,
से गुहाल घरे से माने षष्टांग प्रणाम करुचंती शिशु जीशु को से गुहाल घरे ती वर्तमान रो गुहाल घरे आउ गाई मानकर बा एटा शुभु नहीं आज सेई गुहाल घरे प्रभुଙ୍କର उपासना आराधनार स्तुति प्रशंसार स्वर शुभा जाଉଛି हालेलुया प्रेज द लॉर्ड कोन पई प्रभु यीशुଙ୍କର आसीबार द्वारा एई गुहाल घरर टर्निंग पॉइंट होइछि हालेलुया होइछि कि नहीं सेठी आ मशा माछि नहीं वर्तमान सुना कुंदूर गंधरस सेठी बहुत मूल्यवान जोटा कि केबे किछि मूल्यहीन थिला गुहाल घर सेटा वर्तमान बहु मूल्य अमूल्य तार मूल्य के दे पारिबो नाही से प्रकार स्थान होइछि गुहाल घर आज लोक माने जने जने भाई हमर ओडिसा रो वर्तमान ए किछि दिन पूर्वरु मु वीडियो देखुथिली से बेथलेम को जाय कि एठी प्रभु जीशु जन्म होइथिले एठी डुबन रहिथिले एठी से रहथिले वीडियो कर कर देखै कि बहुत आम लोक मान बहुत प्रशंसा करचंती ताको जाहु तमे जने व्यक्ति एमिति सेठी को जाय कि हम सेठिकर चित्र सब देखैलो से ओडिसा रो पई कि प्रकार काम कले देखंतु लव हंसदा जने यूट्यूबर नहीं कि मु ट्रैवलर कि प्रकार प्रचार प्रसार होउची देखंतु सी किए अन्य जातिर जने भाई प्रभु जीशु को विषय भलो सागर कहते मु प्रभु जीशु को विषय जानि नाही आपण माने संशोधन करिवे एटा सेठी एटा जर्दन एठी प्रभु बपतिस्म नैथिले एटा सेही जगह एठी प्रभु जीशु एठी जन्म नैथिले एटा सेटा गुहाल घर एटा सेटा केते सुंदर सजा हैछि एबा से गुहाल गंधुछि कि सेटा को देखिबा पई लक्ष लक्ष लोक जाउचंती हालेलुया प्रेज द लॉर्ड गुहाल घर नाही कि प्रकार प्रभु आसिला परे टर्निंग पॉइंट हैछि मु सेटा कहया पई चाहे तेनु एई सेई जागा को वर्तमान गुहाल घर दुर्गंधर स्थान कहनांती सेटा पुण्य भूमि कहउचंती हालेलुया पुण्य माटी कहउचंती से माटी धन्य बोली कहउचंती देखंतु यीशु आसीबा पर ठारू टर्निंग पॉइंट गुडा को आमे देखुचु लोक माने जो मस्तक बुले की जाउ नथिले गुहाल घर बोले कि से मान मस्तक नई किरी वर्तमान एठे यीशु जन्म होत हालेलुया खाली कहिबी जेतेबे प्रभुଙ୍କର जने शिष्य एठी केरल को आसीले तापर एठी तमिलनाडु को आसी की प्रार्थना करथबा समय रे पछपटे लेखा जाय इतिहास अछि ब्राह्मण माने तीर रे मारि के बध कले टिट्टो से चित्र करिसंती प्रभु आंठु मारि के अछंती पछाड़ तीर पहुंची शरीर को सेटा मु देखि कि मते सित्त कोंटा मु सेही जगह को आसीछि प्रभुଙ୍କର जने खास शिष्य आम भारत देश को आसिले तापर एई जगह एटा एते एते जागा पवित्र जागा का आमनकर पवित्र प्रभुଙ୍କର शिशु आसीथवा जागा केते खुशी लागुछि तो सेई जागा आज प्रभु जीशु आसीबा द्वारा बेथलेम रो गुहाल घर आ से प्रकार नाही प्रभु जीशु टर्निंग पॉइंट अटंती तेणु आ जो लोक माने सेठी मु कहूली सेटा गोटे अयोग्य सेटा गोटे घृण जगह थिला किंतु से गुहाल घर एते योग्यता हासिल कला एते योग्यता रे से वृद्धि हला कौन कहिबी स्वर्गर तारा से जगह को आसुचंती हालेलुया प्रेज द लॉर्ड स्वर्गर तारा से जगह को आसुची कहार इतिहास रे प्रकार नहीं मो जीवन रे आपण मान को जीवन रो मध्य जो समय प्रभु जीशु को सहित आमे साक्षात करिचु आपण माने मन रखंतु सेई दिनठू आपणकर टर्निंग पॉइंट प्रभु जीशु होइचंती हालेलुया प्रेज द लॉर्ड सेई गुहाल घर रो योग्यता वृद्धि हला आकाश रो तारा आसुची आज आमे तारा देखि सेटा जानिबा दरकार ए तारा आसीबार कोन विशेषता नै प्रभु जीशु जगत को आस्थिले गुहाल घर तांको पाइथिला बसा घर स्थान नथिला तेणु ए टर्निंग पॉइंट गुहाल घर
ଯାହାକି ରାଜା ମାନଙ୍କର ରାଜାଙ୍କୁ ସ୍ଥାନ ଦେଇଥିଲା। ହାଲେଲୁୟା। ଗୁହାଳ ଘର କାହାକୁ ସ୍ଥାନ ଦେଇଥିଲା? ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁଙ୍କୁ ସ୍ଥାନ ଦେଇଥିଲା। ଅନେକ ଲୋକ ଅନେକ ଘରେ ସବୁଆଡେ ଅଧିକାର କରିଥିଲେ, କିନ୍ତୁ ଗୁହାଳ ଘରେ ପ୍ରଭୁ ଅଧିକାର କଲେ। ହାଲେଲୁୟା। କଣ ଆମର କଣ ଚିନ୍ତା କରିବାର? ଆପଣଙ୍କର ହୃଦୟ, ମୋର ହୃଦୟ ଆଜି ସେଇ ଜାଗା କି ଯୋଉ ଜାଗାରେ ରାଜା ମାନଙ୍କର ରାଜା, ପ୍ରଭୁ ମାନଙ୍କର ପ୍ରଭୁଙ୍କର ସ୍ଥାନ ହବ। ଯଦି ଆମମାନେ ଆମର ଏଇ ଗୁହାଳ ଘର, ଆମର ଏଇ ହୃଦୟର ଘରେ ଟିକେ ଯଦି ଜାଗା ପ୍ରଭୁଙ୍କୁ ଦେବା, ତାହେଲେ ଏଇ ବର୍ଷ ଏଇ ମାସ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣ ମାନଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବେ। ହାଲେଲୁୟା। ଟର୍ଣ୍ଣିଂ ପଏଣ୍ଟ ଆଜି ଯଦି ଆପଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଗା ଦେବେ, ରାଜା ମାନଙ୍କର ରାଜାଙ୍କୁ ଜାଗା ଦେବେ, ତାହେଲେ ଆପଣଙ୍କର ଜୀବନରେ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଟର୍ଣ୍ଣିଂ ପଏଣ୍ଟ ହେବେ। ଆମମାନଙ୍କୁ ଏଇ ଅଳ୍ପ ଶିକ୍ଷା, ଏ ବାଇବଲ ଅଧ୍ୟୟନ, ପ୍ରଭୁଙ୍କର ବାକ୍ୟ ଆଲୋଚନାରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। ଧନ୍ୟବାଦ ଶଙ୍କର ବାବୁ ପାଇଁ ଆମେ